ଲାଠିକଟା ଅଞ୍ଚଳରୁ ଚୋରାବାଲି ଚାଲାଣ। 4 ଟ୍ରାକ୍ଟର ସହ 4 ଆସାମୀ ଧରାପଡ଼ିଲେ। ଆଜି ରାଉରକେଲା ପାନପୋଷ ରେଞ୍ଜ ଅନ୍ତର୍ଗତ ଲାଠିକଟା ନଈପଠା ଅଞ୍ଚଳରୁ ଚୋରାବାଲି ଚାଲାଣ ହେଉଥିବା ବେଳେ 4ଟି ଟ୍ରାକ୍ଟର ସହ 4 ଜଣଙ୍କୁ ବନ ବିଭାଗ ଧରିଥିବା ଘଟଣା ସମ୍ପୃକ୍ତ ଚୋରାବାଲି ଚାଲାଣକାରୀଙ୍କୁ ଏବେ ଅଡ଼ୁଆରେ ପକାଇଛି। ପାନପୋଷ ରେଞ୍ଜ ଅଧିକାରୀ ସୁଚିସ୍ମିତା ଦାସ ଓ ବନ ବିଭାଗ ଷ୍ଟାଫ୍ ଏହି ରେଡିଂରେ ଭାଗ ନେଇଥିଲେ। କୌଣସି ସୂତ୍ରରୁ ଖବର ପାଇ ପାନପୋଷ ରେଞ୍ଜର ସୁଶ୍ରୀ ଦାସ ଓ ରାଉରକେଲା ଏସିଏଫ୍ ଗଜେନ୍ଦ୍ର ପାଲ ସିଂ ମାଥୁର ଓ ବାଙ୍କି ରେଞ୍ଜ ଅନ୍ତର୍ଗତ ଇଲାକାରେ ଏହି ଚଢ଼ାଉ ଭୋର ପ୍ରାୟ 4ଟା ସମୟରେ ହୋଇଥିଲା ବେଳେ ବାଲି ଭର୍ତ୍ତି 3 ଟ୍ରାକ୍ଟରକୁ ଜବତ କରିଥିଲେ ବନ ବିଭାଗ। ତେବେ ଆଉ ଗୋଟିଏ ଟ୍ରାକ୍ଟର ବାଲି ଭର୍ତ୍ତି କରିବା ପାଇଁ ନଈପଠାକୁ ଯାଉଥିବା ସମୟରେ ବନ ବିଭାଗ ହାତରେ ଲାଗିଥିଲା। ଏହି ନଈପଠା ଗାଁଟିର ନାମ ହେଲା ମାଲଙ୍ଗା। ରାଉରକେଲା ଡିଓଫ ଯଶବନ୍ତ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଥିଲା। ତେବେ ଚଢ଼ାଉ ପରେ ରାଉରକେଲା ଖଣି ବିଭାଗକୁ ଏହି କେସ୍ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଦେଖନ୍ତୁ ତାରି ଚିତ୍ର। बीरो न्यूज ओडिशा कथा यूट्यूब चैनल को आपण मैंने देखुंत मतामत दिंतु, लाइक करंतु, सब्सक्राइब करंतु और शेयर करंतु।